ହାଇୱା ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ହାଇୱା ଚାଳକ ଗୁରୁତର। ଆଜି ଅପରାହ୍ନରେ ଘଟିଯାଇଛି ଏକ ସଡ଼କ ଦୁର୍ଘଟଣା। ଦୁଇଟି ଭାରୀ ଯାନ ମୁହାଁମୁହିଁ ଧକ୍କା ହୋଇଛି। ଘଟଣାରୁ ଜଣାଯାଏ ନିହଲପ୍ରସାଦ ଥାନା ଅଞ୍ଚଳ ଅନ୍ତର୍ଗତ ଧନିଆନାଳି ପୋଲ ପାଖରେ ଷଡ଼ଙ୍ଗୀ ପଟୁ ମାଙ୍କଡ଼ାପଥର ବୋଝେଇ କରି ଯାଉଥିବା ଏକ ଟ୍ରକ୍ର ଯାହାର ନମ୍ବର OR09F4171 ଓ ଅପରପଟୁ ଆସୁଥିବା ଏକ ହାଇୱା ଗାଡ଼ି ଯାହାର ନମ୍ବର OD21B6107 ଦୁଇଟି ଭାରୀ ଯାନ ମୁହାଁମୁହିଁ ଧକ୍କା ହେବା ଫଳରେ ହାଇୱା ଗାଡ଼ିର ଚାଳକ ଗୁରୁତର ଅବସ୍ଥାରେ ତାକୁ ଗାଡ଼ିର ସାମ୍ନା ପଟ କାଚ କାଟି ପଦାକୁ ବାହାର କରାଯାଇଥିଲା। ତାକୁ ଗୁରୁତର ଅବସ୍ଥାରେ ଗଅଁଦିଆ ପ୍ରେସ କ୍ଲବ ସଂଗଠକ ସମ୍ପାଦକ ପ୍ରଦୀପ କୁମାର ଦାସ 108 ଆମ୍ବୁଲାନ୍ସକୁ ଡକାଇ ତୁରନ୍ତ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ, କିନ୍ତୁ ଅପରପକ୍ଷରେ ଘଟଣାସ୍ଥଳରୁ ଟ୍ରକ୍ ଚାଳକ ଫେରାର ହୋଇଯାଇଛି। ଖବର ପାଇ ନିହଲପ୍ରସାଦ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଦୁଇଟି ଗାଡ଼ିକୁ ଜବତ କରିବା ସହିତ କିପରି ଭାବରେ ଏହି ଦୁର୍ଘଟଣା ଘଟିଲା ତାହାର ତଦନ୍ତ ଜାରି ରହିଛି। ଆହତ ଚାଳକର ଘର ଝାଡ଼ଖଣ୍ଡ ରାଜ୍ୟରେ ହୋଇଥିବା ଜଣାଯାଏ। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।